କ'ଣ ଆପଣମାନେ ଜାଣନ୍ତି କି ଓଡ଼ିଆ ବର୍ଣ୍ଣମାଳାର ପ୍ରଥମ ବର୍ଣ୍ଣ ଅ ଏପରି କାହିଁକି ହୋଇଛି? ଆଉ ଭଗବାନ ବିଷ୍ଣୁଙ୍କୁ ଅ ବୋଲି କାହିଁକି କୁହାଯାଏ? ଆସନ୍ତୁ ଆଜିର କବିତା ଶୁଣିବା ଏବଂ ଏସବୁର ଉତ୍ତର ପାଇବା। ଜୟ ଜଗନ୍ନାଥ। ଆପଣମାନେ ଦେଖୁଛନ୍ତି ଆସ ଆମେ ଭାବିବା ୟୁଟ୍ୟୁବ୍ ଚ୍ୟାନେଲ, ଯେଉଁଠାରେ ଅଛି ଭକ୍ତି, ଚିନ୍ତନ ଓ ଜୀବନ ଦର୍ଶନ। ଆଜିର ବିଷୟ ଅରେ ଜୀବନ ଦର୍ଶନ। ଅକାରର ରୂପ ଏପରି କାହିଁକି ମନରେ ପ୍ରଶ୍ନ ଉଠିଲା। ଜୀବନ ଦର୍ଶନ ରହିଛି କି କିଛି ମନ ଆନ୍ଦୋଳିତ ହେଲା। ଅକାରକୁ ଯେବେ ନିରେଖି ଦେଖିଲି, ପ୍ରଥମେ ଢେଉ ଦୁଇଟି, ତାପରେ ଖାଲଟେ, ପରେ ସିଧା ଭାବେ ଅଙ୍କା ହୋଇଛି ରେଖାଟି। ଜୀବନର ଏକ ବିରାଟ ଶିକ୍ଷାକୁ ଅକାର ବତାଉଅଛି। ଢିପ ପରେ ଖାଲ, ପରି ସୁଖ ଦୁଃଖ ଜୀବନରେ ଲାଗିଅଛି। ଏପରି ସ୍ଥଳରେ ସିଧା ଗାର ପରି ସମାନ ଭାବ ଧରିଲେ, ଜୀବନେ ପୂର୍ଣ୍ଣତା ଆସଇ ନିଶ୍ଚୟ, ସନ୍ତୋଷ ମିଳଇ ଭଲେ। ଏହି ସମଭାବ ଥିବାରୁ ଅକାରେ ବ୍ୟଞ୍ଜନ ପୂର୍ଣ୍ଣତା ପାଏ। ସମଭାବେ ଆମେ ଯାହାକୁ ବି ମିଶୁ, ତାହାଠି ପୂର୍ଣ୍ଣତା ହୁଏ। ସମଭାବ ଯୋଗୁଁ ଗର୍ବ-ଶୂନ୍ୟ ହୋଇ ବ୍ୟଞ୍ଜନରେ ସେ ମିଶଇ, ଅନ୍ୟ ସ୍ୱର ପରି ନିଜର ସଂକେତ ବ୍ୟଞ୍ଜନରେ ରଖେ ନାହିଁ। ସମଭାବ ପାଇଁ ଅକାରର ଅର୍ଥ ବିଷ୍ଣୁ ଅଟେ ଅଭିଧାନେ। ପାଳନ କରନ୍ତି ସମସ୍ତ ବ୍ରହ୍ମାଣ୍ଡ, ଉଚ୍ଚ ନୀଚ ନାହିଁ ମନେ। ବିଷ୍ଣୁ ବ୍ୟାପିଛନ୍ତି ସବୁଠାରେ ଦେଖ, ତିଳରେ ତେଲ ପରିକା। ସେପରି ଅକାର ରହିଛି ବ୍ୟଞ୍ଜନେ, ଅଭିମାନ ତେଜି ଏକା। ଜ୍ଞାନର ଆଲୋକ ପ୍ରଥମ ସିଡ଼ି ସେ, ଅକ୍ଷର ପୃଥିବୀ ଗଢ଼େ। ଅଭିମାନ ତେଜି ଅକାର ଶିଖାଏ, ମଣିଷ କେମିତି ବଢ଼େ। ଏପରି ଭାବକୁ ମନରେ ଧରିଲେ ଅକାର ସାର୍ଥକ ହେବ। ଏହି ତତ୍ତ୍ୱ ବୁଝି କାମରେ ଆଣିଲେ ମନୁଷ୍ୟ ମୁକ୍ତ ହୋଇବ। ବିଷ୍ଣୁଙ୍କ ଭାବଟି ହୃଦୟେ ବଢ଼ିବ, ଦେବତ୍ୱ ପ୍ରାପ୍ତି ନିଶ୍ଚୟ। ମଣିଷ ଭିତରେ ଦେବତ୍ୱ ବଢ଼ିଲେ, ମର୍ତ୍ତ୍ୟେ ସ୍ୱର୍ଗ ହେବା ଥୟ, ମର୍ତ୍ତ୍ୟେ ସ୍ୱର୍ଗ ହେବା ଥୟ। ଯଦି କିଛି ନୂଆ ଶିଖିବାକୁ ପାଇଲେ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଅନ୍ୟ ସାଙ୍ଗସାଥୀମାନଙ୍କୁ ସେୟାର କରିବେ ଏବଂ ଏହି ଭିଡ଼ିଓକୁ ଲାଇକ୍ କରିବେ। ନିଜର ମତାମତ କମେଣ୍ଟରେ ଦେବାକୁ ଯେମିତି ଭୁଲିବେ ନାହିଁ। ଧନ୍ୟବାଦ।